ସ୍ୱୟଂ ଶ୍ରିୟାକୁ ଚାହିଁ ରହିଥିବାର ଦେଖି ଶ୍ରିୟା ପଚାରିଲା, ଏଇ କ'ଣ ଏମିତି ଚାହିଁଛ? ସ୍ୱୟଂ ଶ୍ରିୟାର ପାଟିରେ ଆଙ୍ଗୁଠି ଦେଇ ତାକୁ ଚୁପ୍ କରାଇ କହିଲା, ବହୁତ ଦିନ ପରେ ମୁଁ ମୋ ପ୍ରିୟାକୁ ଦେଖୁଛି। ମୋ ଚନ୍ଦ୍ରମାକୁ ମୁଁ ଟିକେ ମନଭରି ଦେଖିନି। ଶ୍ରିୟା, ସତରେ ତମେ ଆଜି ଜମା ଶୋଇବନି? ସ୍ୱୟଂ, ନା। ଶ୍ରିୟା, ତାହାଲେ ମୁଁ ବି ଶୋଇବିନି। ଦି ଜଣ ମିଶିକି ଗପିବ। ସ୍ୱୟଂ ଟିକେ ଗମ୍ଭୀର ହୋଇ କହିଲା, ବିଲକୁଲ ନୁହେଁ। ତମେ ଶୁଅ। ଶ୍ରିୟା, କାହିଁକି? ସ୍ୱୟଂ, ଆରେ କାହିଁକି କ'ଣ? ତମେ ଏବେ ଏକା ନୁହଁ। ତା ପେଟରେ ହାତ ବୁଲେଇ ତୁମ ସହିତ ଆମ ଜୁନିୟର ଅଛି। ତା ବିଷୟରେ ତ ଭାବିବାକୁ ପଡ଼ିବ ନା? ଆଜି ଦିନ ଯାକ ଏପଟ ସେପଟ ଗହଳି ଚହଳିରେ ତମେ ଟିକେ ବି ରେଷ୍ଟ ନେଇନ। ସେ ବି ରେଷ୍ଟ ପାଇନଥିବ। ସ୍ୱୟଂ କଥାରେ ଶ୍ରିୟା ଖୁସି ହେଲା, କିନ୍ତୁ ମିଛରେ ମୁହଁ ଫୁଲେଇ କହିଲା, ସମସ୍ତେ ଯାହା କୁହନ୍ତି ତାହାଲେ ସତ? ସ୍ୱୟଂ ଆଶ୍ଚର୍ଯ୍ୟ ହେଇ କହିଲା, କ'ଣ? ଶ୍ରିୟା, ସମସ୍ତେ କହନ୍ତି, ପିଲା ହେଲା ପରେ କୁଆଡ଼େ ସ୍ୱାମୀ ସ୍ତ୍ରୀକୁ ଭୁଲିଯା। ଖାଲି ତା ପିଲାକୁ ହିଁ ଭଲ ପା। ତମେ ବି ସେଇଆ ହେଲ? ସ୍ୱୟଂ ଆଶ୍ଚର୍ଯ୍ୟ ହେଇ କହିଲା, କ'ଣ ତମେ କହୁଛ? ମୁଁ ତୁମକୁ ଭୁଲିଗଲି? ଶ୍ରିୟା ପୁଣି ମୁହଁ ଫୁଲେଇ ମିଛରେ ସକେଇ ହୋଇ କହିଲା, ନୁହଁ ତ ଆଉ କ'ଣ? ଯିଏ ଏ ପର୍ଯ୍ୟନ୍ତ ନ ଆସିଛି ତମେ ତା କଥା ଚିନ୍ତା କରୁଛ। ହେଲେ ମୋ କଥା ନୁହଁ। ମୁଁ ତୁମ ସହିତ କଥା ହେବି ବୋଲି କହୁଛି, ହେଲେ ତମେ ରାଗିକି ମତେ ଶୋଇବା ପାଇଁ କହୁଛ। ଯା, ମୁଁ ତୁମ ସହିତ ଆଉ କଥା ହେବିନି। ଏତିକି କହି ଶ୍ରିୟା ଅଭିମାନରେ ମୁହଁ ତଳକୁ କରି ବସିଲ। ସ୍ୱୟଂ ଶ୍ରିୟାର ଅଭିମାନୀ କଥା, ମୁହଁ ଫୁଲା ରାଗ ଏସବୁ ଦେଖି ମନେ ମନେ ହସୁଥା। ସ୍ୱୟଂକୁ ଚୁପଚାପ ବସିଥିବାର ଦେଖି ଶ୍ରିୟା ମୁହଁ ଉଠେଇ ତାକୁ ଚାହିଁ ଦେଖିଲା। ସ୍ୱୟଂ ହସ ହସ ମୁହଁରେ ତାକୁ ଚାହିଁଛି। ଶ୍ରିୟା, କ'ଣ ଏମିତି ଚାହିଁ ହସୁଛ ମ? ସ୍ୱୟଂ, କଥା କ'ଣ? ଆଜି ମୋ ପ୍ରିୟାର ମନ ଭୁଲାଣିଆ ରୂପ ସବୁ ଦେଖିବାକୁ ମିଳୁଛି। ମୋ ପ୍ରିୟା ଏତେ ଅଭିମାନୀ, ଏତେ ନାକ କାନ୍ଦୁରି କେବେଠୁ ହେଲାଣି? ଶ୍ରିୟାକୁ ନିଜ ଛାତି ଉପରକୁ ଆଉଜେଇ ନେଇ କହିଲା, ମୁଁ ପୁଣି ତୁମକୁ ଭୁଲିଯିବି? ତୁମେ ତ ମୋ ଜୀବନ। ତୁମ ବିନା ମୋର ଅସ୍ତିତ୍ୱ ହିଁ ନାହିଁ। ଆଉ କିଏ ସିଏ କହୁଛି ପିଲା ହେଲା ପରେ ସ୍ୱାମୀ ସ୍ତ୍ରୀକୁ ଭୁଲିଯାଏ? ଯିଏ କହୁଛି ସେ ମୂର୍ଖ। ଆରେ ଏ ସମୟରେ ଦୁହିଁଙ୍କ ଯତ୍ନ ନେବା ଜରୁର। ସ୍ତ୍ରୀ ଖୁସିରେ ରହିଲେ ତା ଗର୍ଭର ସନ୍ତାନ ମଧ୍ୟ ଖୁସିରେ ରହ। ଶ୍ରିୟା ସ୍ୱୟଂ ଛାତିରେ ଆନନ୍ଦରେ ଶୋଇ ରହି ସବୁ ଶୁଣୁଥା। ଧୀରେ ମୁହଁ ଉଠେଇ ପଚାରିଲା, ତା ମାନେ ପିଲାର ଖୁସି ପାଇଁ ହିଁ ସ୍ତ୍ରୀକୁ ଖୁସିରେ ରଖାଯାଏ, ନହେଲେ? ସ୍ୱୟଂ ଶ୍ରିୟାକୁ କଣେଇ ଚାହିଁଲ। ଶ୍ରିୟା ଫିକ୍ କିନା ହସିଦେଇ କହିଲା, ସରି, ମୁଁ ତୁମ ସହିତ ଟିକେ ମଜା କରୁଥିଲି। ମୁଁ ଜାଣିଛି ଏସବୁ ବେକାର କଥା। ପିଲାଟିଏ ଆସିଲା ପରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସ। ତାଙ୍କ ସମ୍ପର୍କ ଆହୁରି ନିବିଡ଼ ହେଇଯା। ଆଉ ବାକି ରହିଲା ତମ କଥା। ମୁଁ ଜାଣିଛି ତମେ ମତେ ବହୁତ ଭଲ ପାଅ। ତମେ ପାଖରେ ଥିଲେ ମୋର ଆଉ କିଛି ଦରକାର ନାହିଁ। ଏତିକି କହି ସ୍ୱୟଂର ଗାଲରେ ଏକ ଗାଢ଼ ଚୁମ୍ବନ ଆଙ୍କିଦେଇ ତାରି କୋଳରେ ଜାକିଜୁକି ହେଇ ଶୋଇ ପଡ଼ିଲ। ସ୍ୱୟଂ ଶ୍ରିୟାର ଚପଳାମି ଦେଖି ଖୁବ୍ ଖୁସି ହେଉଥିଲ। ଶ୍ରିୟାର ମୁହଁକୁ ଆଉଁସି ଦେଉ ଦେଉ ଭାବୁଥିଲା, ଆଖି ହରାଇ ମୁଁ କେତେ କ'ଣ ହରେଇ ଦେଇଥିଲି। ତୁମେ ମୋ ପାଖରେ ଥିଲ ସତ, ତୁମକୁ ମୁଁ ଛୁଇଁ ପାରୁଥିଲି ସତ, ହେଲେ ତୁମର ଏ ଖିଲି ଖିଲି ହସ, ତୁମର ମୋ ପାଖରେ ଏପରି ଗେହ୍ଲେଇ ହବା, ମୋ ଉପରେ ମିଛି ମିଛିକା ଅଭିମାନ କରିବା, ଏସବୁ ଦେଖିବା ପାଇଁ ମୁଁ ଛଟପଟ ହେଉଥିଲି। ତୁମେ ମଧ୍ୟ ମୋ ଦାୟିତ୍ୱର ବୋଝ ତଳେ ଚାପି ହୋଇ ନିଜର ସବୁ ହସଖୁସିକୁ ଭୁଲିଗଲ। ଆଜି ତୁମର ଏ ମୁହଁଟିକୁ ଦେଖି ମତେ ଭାରି ଶାନ୍ତି ଲାଗୁଛି। ହେ ଭଗବାନ, ଯେତେ ଦୁଃଖ ଦଉଛ ଦିଅ, ହେଲେ ମୋ ଶ୍ରିୟାକୁ କେବେ ବି ମୋଠୁ ଅଲଗା କରିବନି। ଏ ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ ମୋ ଶ୍ରିୟାର ହସ ହସ ମୁହଁକୁ ମୁଁ ଏମିତି ଦେଖୁଥା। ମୋ ଶ୍ରିୟାକୁ ଆଉ ତା ଗର୍ଭର ସନ୍ତାନକୁ ଭଲରେ ରଖିଥା। ଏତିକି ଭାବି ନିଶ୍ଚିନ୍ତରେ ଶୋଇଯାଇଥିବା ଶ୍ରିୟାର ମଥାରେ ଏକ ଚୁମ୍ବନ ଆଙ୍କିଦେଲ। ଧୀରେ ଧୀରେ ରାତି ପାହି ଆସୁଥା। ସ୍ୱୟଂ ରାତିସାରା ଶ୍ରିୟା ପାଖରେ ବସି ତା ଭାବନାରେ
ହଜି ହଜି ଟିକେ ଘୁମେଇ ପଡ଼ିଥିଲ୍। ଏତିକିବେଳେ କ୍ରିଂ କ୍ରିଂ କରି ଆଲାରାମଟା ବାଜି ଉଠିଲ୍। ସ୍ୱୟମର ନିଦ ଭାଙ୍ଗିଗଲ୍। ସେ ଉଠିପଡ଼ି ସାଙ୍ଗେ ସାଙ୍ଗେ ଆଲାରାମ ବନ୍ଦ କରି ଶ୍ରିୟାକୁ ଚାହିଁଲ୍। ତା ମୁହଁକୁ ଆଉଁସି ଦେଇ କହିଲା, ବହୁତ ଥକି ପଡ଼ିଚ, ଆଉ ଟିକେ ଶୋଇପଡ଼। ତାପରେ ଘଣ୍ଟାକୁ ଚାହିଁ ଦେଖିଲା 5ଟା ବାଜିଚ୍। ସ୍ୱୟମ ଉଠି ଡୋର୍ ଖୋଲି ବାହାରକୁ ଆସିଲ୍। ଲକୋନିରେ ଠିଆ ହୋଇ ତଳକୁ ଚାହିଁ ଦେଖିଲା ଚାରିଆଡ଼ ସୁନସାନ। ଭାବିଲା, କେହି ଉଠି ନାହାନ୍ତି ବୋଧେ। ସ୍ୱୟମ କିଛି ସମୟ ବାଲକୋନିରେ ଘରର ଚାରିପଟକୁ ଚାହିଁ ପୁରୁଣା ଦିନର କଥା ସବୁ ଭାବି ହେଉଥିଲ୍। କିଛି ସମୟ ପରେ ଦେଖିଲା ରଘୁ ଘର ଓଳଉଚ୍। ସ୍ୱୟମ, ରଘୁ। ରଘୁ ବାଲକୋନିକୁ ଚାହିଁ କହିଲା, ଆଜ୍ଞା ବାବୁ। ସ୍ୱୟମ, ଗୋଟେ କପ୍ ଚା ଆଣିବୁ। ରଘୁ, ଆଜ୍ଞା ବାବୁ, ସାଙ୍ଗେ ସାଙ୍ଗେ ନଉଚ୍। ତାପରେ ସ୍ୱୟମ ରୁମକୁ ଯାଇ ଦେଖିଲ୍ ଶ୍ରିୟା ବେଡ୍ରେ ନାହିଁ। ସେ ଆଶ୍ଚର୍ଯ୍ୟ ହେଇ ଚାରିଆଡ଼କୁ ଚାହିଁଲ୍। ଏଇ ସମୟରେ ଶ୍ରିୟା ଟାଓବେଲରେ ମୁଣ୍ଡ ପୋଛି ପୋଛି ବାଥରୁମରୁ ବାହାରିଲ୍। ସ୍ୱୟମ ତା ପାଖକୁ ଯାଇ କହିଲା, ଆରେ ତମେ କେତେବେଳେ ଉଠିକି ଗାଧୋଇ ସାରିଲଣି? ଶ୍ରିୟା କିଛି ନ କହି ତରତର ହୋଇ ମିରର ସାମ୍ନାରେ ମୁଣ୍ଡ କୁଣ୍ଡେଇ ଶାଢ଼ୀ ସଜାଡ଼ିବାରେ ବ୍ୟସ୍ତ ଥା। ସ୍ୱୟମ, ଏତେ ଶୀଘ୍ର କାହିଁକି ଉଠିପଡ଼ିଲ? ଶ୍ରିୟା, ଶୀଘ୍ର? କେତେ ଡେରି ହେଲାଣି ଦେଖିଲଣି? ହେ ଭଗବାନ, କ'ଣ କରିବି? ସ୍ୱୟମ, ଏତେ ବ୍ୟସ୍ତ କାହିଁକି ହଉଚ? ଏପର୍ଯ୍ୟନ୍ତ କେହି ଉଠି ନାହାନ୍ତି। ଶ୍ରିୟା, କେହି ଉଠି ନାହାନ୍ତି ବୋଲି ମୁଁ ଯେ ଡେରି ଯାଏ ଶୋଇ ରହିବି, ଏଇଟା କ'ଣ ଠିକ୍ କଥା? ଆମେ ଏକା ରହୁଥିଲେ ଟାଇମ୍ରେ ଟିକେ ଏପଟ ସେପଟ ହୋଇଗଲେ ଆମେ ଚଳେଇ ନେଉଥିଲ୍। କିନ୍ତୁ ଏବେ ଆମେ ସମସ୍ତଙ୍କ ସାଙ୍ଗରେ ରହିଲେ, ତେଣୁ ସମସ୍ତଙ୍କ କଥା ବୁଝିବାକୁ ପଡ଼ିବ। ଦେଖିଲା 6ଟା ବାଜିଲାଣି। ଠାକୁର ପୂଜା, ସମସ୍ତଙ୍କ ପାଇଁ ଟିଫିନ୍, ପୁଣି ଅଫିସ୍। ଆଜି ଆଲାରାମଟା କେମିତି ମତେ ଶୁଭିଲାନି କେଜାଣି? ସ୍ୱୟମ ଶ୍ରିୟାକୁ ପଛପଟୁ ଅଣ୍ଟା ପାଖକୁ ଜାବୁଡ଼ି ଧରି କହିଲା, କାହିଁକି ନା, ଆଲାରାମ ମୁଁ ବନ୍ଦ କରିଦେଇଥିଲ୍। ତମେ ଆଉ ଟିକେ ସମୟ ଶୋଇବ ବୋଲି। ଶ୍ରିୟା, ତମେ ଜାଣିଲ ତମକୁ। ଏତିକି କହି ଶ୍ରିୟା ସିନ୍ଦୁର ଫରୁଆ ଖୋଲି ସିନ୍ଦୁର ପିନ୍ଧିବାକୁ ଯାଉଥିଲ୍। ସ୍ୱୟମ ତା ଧରି ନେଇ ଫରୁଆରୁ ସିନ୍ଦୁର ନେଇ ଶ୍ରିୟାର ସିନ୍ଥିରେ ପିନ୍ଧେଇ ଦେଲ୍। ଶ୍ରିୟାର ଆଖିରେ ଲୁହ ଆସିଗଲ୍। ତା ଆଖିରୁ ଲୁହ 2 ଟୋପା ଝରୁ ଝରୁ ସ୍ୱୟମ ହାତ ପାତି ଧରି ନେଇ କହିଲା, ଓହୁଁ, ଆଉ ନୁହେଁ। ମନା କରିଥିଲି ନା। ଶ୍ରିୟା ହସିଦେଇ ସ୍ୱୟମର ପାଦ ଛୁଇଁ ପ୍ରଣାମ କଲ୍। ସ୍ୱୟମ ତାକୁ ଧରି ନେଇ କହିଲା, ଶ୍ରିୟା, ମୁଁ ଜାଣିଚି ତମେ ସବୁ କିଛି ଠିକ୍ ଠିକ୍ ସମ୍ଭାଳି ନବ। ଶ୍ରିୟା, ହଉ, ମୁଁ ତଳକୁ ଯାଉଚ୍। ତମେ ଜଲଦି ତମ କାମ ସାରିକି ଆସ୍। ଏତିକି କହି ଶ୍ରିୟା ଚାଲିଗଲ୍। ଶୀଘ୍ର ଶୀଘ୍ର ଠାକୁର ପୂଜା ସାରିଲା ବେଳକୁ ସୁଲୋଚନା ଆସି ଠାକୁରଙ୍କୁ ପ୍ରଣାମ କରୁଥିଲ୍। ଶ୍ରିୟା ସୁଲୋଚନାଙ୍କୁ ପ୍ରଣାମ କରି କହିଲା, ମା, ଆପଣ ବସନ୍ତୁ, ମୁଁ ଏବେ ଆପଣଙ୍କ ପାଇଁ ଚା ନେଇ ଆସୁଚ୍। ସୁଲୋଚନା, ଆଲୋ ମା, ତତେ କିଏ କହିଥିଲା ଏତେ ଶୀଘ୍ର ଉଠି ଧାଇଁ ଧାଇଁ ଏତେ କାମ କରିବାକ୍? ତତେ ପରା ରେଷ୍ଟ ନବାକୁ କହିଥିଲ୍। ଶ୍ରିୟା, ମା, ମୁଁ କିଛି କାମ କରିନି, ଖାଲି ଗାଧୋଇ ଆସି ଠାକୁର ପୂଜା କରିଚ୍। ଆଉ ସବୁ କାମ ତ ରଘୁ ସାରି ଦେଇଥିଲ୍। ସୁଲୋଚନା, ହଉ, ଆ ବସ ଏଠି। କ'ଣ ଖାଇବାକୁ ଇଚ୍ଛା ହଉଚି କହିଲୁ, ମୁଁ ରଘୁକୁ କହିକି ବନେଇ ଦେବ୍। ଶ୍ରିୟା, ନାଇଁ ମା, ଆପଣ ବସନ୍ତୁ, ମୁଁ ଆପଣଙ୍କ ପାଇଁ ଚା ନେଇକି ଆସୁଚ୍। ସୁଲୋଚନା, ନାଇଁ ନାଇଁ, ତୋର କିଛି କରିବାର ନାହିଁ। ତୁ ଏଠି ବସେ, ସବୁ କାମ ହବ। ଶ୍ରିୟା, ମା, ଆପଣ କାଇଁ ବ୍ୟସ୍ତ ହେଉଛନ୍ତି କହିଲେ? ମୁଁ ଠିକ୍ ଅଛ୍। କୋଉ ଭିଡ଼ କାମ ମୁଁ କରୁଚି ଯେ, ଘର କାମ ହିଁ କରୁଚ୍। ସୁଲୋଚନା, ଘର କାମ କରିବାକୁ ଢେର ବେଳ ପଡ଼ିଚ୍। ଏବେ ତୁ କିଛି ଚିନ୍ତା ନ କରି ଆରାମ କର। ଶ୍ରିୟା, ମା, ସମସ୍ତଙ୍କ ମନ ପସନ୍ଦ ଖାଇବା ବନେଇ ସମସ୍ତଙ୍କୁ ଖୁଆଇବାକୁ ମୁଁ କେବେଠୁ ଅପେକ୍ଷା କରିଥିଲ୍। ମତେ କରିବାକୁ ଦିଅ ମା। ସୁଲୋଚନା, ଆଚ୍ଛା ହଉ କରେ। ହେଲେ ଶୁଣୁ, ସେ ରୋଷେଇ ଘରେ ବେଶୀ ଧନ୍ଦି ହେବା ଦରକାର ନାହିଁ। ନିଜ ଦେହକୁ ଜଗିକି କାମ କର। ଶ୍ରିୟା ହଁ କହି ରୋଷେଇ ଘରକୁ ଚାଲିଗଲ୍।
ଚା ବସେଇଲା ବେଳକୁ ସୁବେତା ଆସି ପହଞ୍ଚି ଶ୍ରିୟାର ପାଦ ଛୁଇଁ ପ୍ରଣାମ କଲ। ଶ୍ରିୟା ତାକୁ କହିଲା, ଆରେ ମୁଁ କ'ଣ ବୁଢ଼ୀ ହେଇଯାଇଛି ଯେ ମତେ ପାଦ ଛୁଇଁ ପ୍ରଣାମ କରୁଛୁ? ତୁ ପରା ମୋ ସାନ ଭଉଣୀଟା। ଏତିକି କହି ତାକୁ କୁଣ୍ଢେଇ ପକେଇ କହିଲା, ମତେ ସବୁବେଳେ ଏମିତି ପ୍ରଣାମ କରିବୁ ହେଲା? ସୁବେତା ହସିଦେଇ କହିଲା, ହଉ ଅପା।